जय जगन्नाथ सांग माने ओडिया वाव चैनल को आपण मानंकु स्वागत करुछु। प्रीवियस ब्लॉग रे आपण माने देखिथिबे आमे तप्तपाणी बुलीथिलु। आसंतु देखिबा हमर नेक्स्ट डेस्टिनेशन कौन थिला। पक्का सड़क रु धीरे धीरे जाई आमे पहुंची जाइथिलु गोटिए माटी रास्ता रे। सेई माटी रास्ता रे जाऊ जाऊ आरंभ होई गेला हमर नाच गीत। देखिपे समस्ते केमिति गीतर ताले ताले नाचुथिले। आ सबुठु बेसी सुंदर थिला आम डीपीर डांस। जे जहा बैग रु बोतल काढ़ी नुआ नुआ स्टेप करिबारे लागी गले। सेई भितरे ड्राइवर भाई कहिले आमे आ मात्र 5-10 मिनिट भितरे आम जगार पहुँची जिबा। समस्ते पहुँची गलु एवं जिनस पत्र गाड़ी उपरु तळकु काढ़ी आनिलु। सेई भितरे किछि पिला जाई भोजी करिबा पई गोटिए जगाटिए रखिले। जिनस पत्र अनलोड हैला परे आमे सबु लागी पड़िलु सेई जिनस को नहीं भोजी पाखरे पहुँचेबा पई। देखंतु समस्ते केमिति लागी पड़िछंती जिनस सबु रखिबारे। एई भितरे निवेदिता बैग रु कदली खाड़ी खाइबारे लागी जाइछंती। रोसई करिबा पई आसीथिबा भाई ओ दीदी लागी पड़िले तांको अरेंजमेंट रे। आउ आमे सबु जिनस पत्र नहीं पळेइलु नलकूआ पाखकु। तापरे पाल पारी सबु लागी गले परिबा कटारे। आउ किछि परिबा को धोइबारे मध्य लागी गले। सेई भितरे आरंभ होई गला डांस। नानी एई भितरे रोसई काम सब स्टार्ट हो गला। तापरे समस्ते बसी सलाड काटिबा काम रे लागी गले। टिके व्यस्तता आउ बेसी मस्ती रे आम पिकनिक काम आगे चलिला। पवन अधिक हेउथिबारु गैस लगाइबा पई किछि बेसी एफर्ट दबाकू पड़ुथिला। मोनालिसा तरेई तरेई ए मोना ए याडो ना ओ जिससे पर गया पाला अच्छे को गलत कर डाला तेरा कोई दोस्त दोस्त नहीं जबरदस्त दस्त तू चीज बड़ी है मस्त मस्त तू चीज बड़ी है मस्त चीज बड़ी है मस्त मस्त चीज बड़ी है मस्त। जानवर बन जाने रंग शरबतों का
ପିକନିକରେ ସମସ୍ତେ ଆମେ ହସମସ୍ତିରେ ମସଗୁଲ ଥିଲୁ। କିଛି ଅନ୍ୟମାନଙ୍କର ଡ୍ୟାନ୍ସ ଦେଖି ଆଶ୍ଚର୍ଯ୍ୟ ହେଇଯାଉଥିଲେ ଆଉ ସମସ୍ତେ ମିଶି ନିଜ ମନ ଖୁସିରେ ଆମେ ଡ୍ୟାନ୍ସ ସବୁ କରୁଥିଲୁ। ସମସ୍ତେ ସେଇ ଦିନର ପ୍ରତିଟି ମୁହୂର୍ତ୍ତକୁ ଜିଇବା ପାଇଁ ଚେଷ୍ଟା କରୁଥିଲେ, କାହିଁକି ନା ଏଇଟା ଥିଲା ଆମର ଲାଷ୍ଟ ପିକନିକ୍। ୟାର ସ୍ମୃତି ଯେ ସବୁଦିନ ପାଇଁ ଆମ ମୋବାଇଲରେ ଆଉ ଆମ ମନରେ ରହିଯିବ, ଏହି କଥା ଭାବି ସମସ୍ତେ ଏନ୍ଜୟ କରୁଥିଲେ। ଏହି ସମୟରେ ଗୋଟିଏ କଥା ମନେ ପଡ଼େ ଯେ ସେ ମୋ ପରିବାରର କେହି ନୁହେଁ, ତଥାପି ସେ ଜାଣିଛି ମୋର ପସନ୍ଦ ନାପସନ୍ଦ। ସେ ମୋର ଜୀବନସାଥୀ ନୁହେଁ, ତଥାପି ସେ ସବୁବେଳେ ମୋତେ ସାଥ ଦେଇ ଚାଲିଛି। ସେ ଆଉ କେହି ନୁହେଁ, ସେ ମୋର ସାଙ୍ଗ। ଏଇ କଥା ଭାବି ସମସ୍ତେ ଏନ୍ଜୟ କରିବାରେ ଲାଗି ପଡ଼ିଛନ୍ତି। ସେଦିନ ସମସ୍ତେ ଆମେ ଛୋଟ ପିଲା ବନି ଯାଇଥିଲୁ। ଆମ ମନ ମଧ୍ୟରେ କିଛି ବି ଚିନ୍ତା କି କିଛି ବି ଭାବନା ନଥିଲା। ଆମେ ସବୁ ଖୁସି ଥିଲୁ। ଆମେ ବାହାରିଲୁ ଖସଡ଼ା ଜଳପ୍ରପାତର ଭିଉ ଏନ୍ଜୟ କରିବା ପାଇଁ। ତପ୍ତପାଣିରୁ ଖସଡ଼ାର ଦୂରତା ପ୍ରାୟ 20 କିଲୋମିଟର। ଖସଡ଼ା ଜଳପ୍ରପାତର ସବୁଠୁ ଭଲ ସମୟ ହେଉଛି ବର୍ଷା ଓ ଶୀତ ଋତୁ। ସେତେବେଳେ ଜଳପ୍ରବାହ ଏଠାରେ ଅଧିକ ହୁଏ ଏବଂ ପରିବେଶ ତାର ସର୍ବାଧିକ ରୂପରେ ଖୋଲିଥାଏ। ପ୍ରାକୃତିକ ସୌନ୍ଦର୍ଯ୍ୟର ସହିତ ଏଠାରେ ଏକ ଶିବ ମନ୍ଦିର ମଧ୍ୟ ଅଛି, ଯାହା ଧାର୍ମିକ ପର୍ଯ୍ୟଟନର ଆକର୍ଷଣକୁ ଆହୁରି ବଢ଼ାଇଥାଏ। ଶୀତ ଦିନ ସେଇଥିପାଇଁ ଏ ଖସଡ଼ା ଜଳପ୍ରପାତରେ ଏତେ ପାଣି ଦେଖାଯାଉନି। ବର୍ଷା ଦିନେ ଏ ପାଣିର ମାତ୍ରା ବହୁତ ଅଧିକ ଥାଏ। ଆପଣ ଦେଖିପାରୁଥିବେ ଏଠାର ଭିଉ କେତେ ସୁନ୍ଦର। ଏହି ଜଳପ୍ରପାତଟି ପାହାଡ଼ି ଅଞ୍ଚଳରେ ଥିବାରୁ ପରିବେଶଟି ସୁନ୍ଦର ତଥା ଶାନ୍ତିମୟ। ପର୍ଯ୍ୟଟକମାନେ ଏଠାରେ ପ୍ରାକୃତିକ ଦୃଶ୍ୟର ଆନନ୍ଦ ଉଠାଇବା ସହ ଜଳପ୍ରବାହର ଶବ୍ଦରେ ମନକୁ ଶାନ୍ତ କରିପାରନ୍ତି। ଏହା ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହ ବାହାରରୁ ଆସିଥିବା ମନ୍ଦିର ପ୍ରେମୀମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଯେତେବେଳେ ଜଳପ୍ରପାତର ଜଳ ତୀବ୍ର ହୁଏ, ସେତେବେଳେ ଏହାର ସୌନ୍ଦର୍ଯ୍ୟ ଆହୁରି ଅବର୍ଣ୍ଣନୀୟ ଲାଗେ। ଖସଡ଼ା ଜଳପ୍ରପାତ ପିକନିକ୍ କରିବା ପାଇଁ ମଧ୍ୟ ଏକ ସୁନ୍ଦର ସ୍ଥାନ। ପରିବାର ଏବଂ ସାଙ୍ଗମାନଙ୍କ ସହିତ ଏଠାରେ ଦିନ ବିତାଇବା ଅନନ୍ୟ ଅନୁଭବ ଦେଇଥାଏ। ଭିଡ଼ିଓ ଓ ଫଟୋ ଉଠାଇ ସାରିବା ପରେ ଆମେ ପୁଣି ଥରେ ଫେରି ଆସିଲୁ ଆମ ଭୋଜି ଜାଗାକୁ। ପୁଣି ଥରେ ଆମର ଆରମ୍ଭ ହୋଇଗଲା ଡ୍ୟାନ୍ସ ଆଉ ମସ୍ତି ମୋଡ଼। ପରବର୍ତ୍ତୀ ଭିଡ଼ିଓ ପାଇଁ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇଥାନ୍ତୁ। ରହିଲି ସାଙ୍ଗମାନେ, ରାଧେ ରାଧେ।